मोर प्रिय पिलाମାନେ आशा करी समस्ते बहुत ही भलरे थिबो ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଯେମିତିକି ଆପଣଙ୍କୁ ଜଣାଅଛି ଜୁନିୟର ଟିଚରର ଅନଲାଇନ୍ କାଉନସେଲିଂ ଆପଣମାନେ 12 ତାରିଖ ମାନେ ମଣ୍ଡେ ପାଖରୁ କରିପାରିବେ। ଦିନ 12ଟାରୁ ଆପଣଙ୍କର ଆରମ୍ଭ ହେବ ଏବଂ 16 ଅଗଷ୍ଟ ସନ୍ଧ୍ୟା 5ଟା ବେଳକୁ ବନ୍ଦ ହେଇଯିବ। ତ ଲାଷ୍ଟ ଡେଟ୍‌କୁ ୱେଟ୍ କରିବେନି। 12 ତାରିଖ ଦିନ ନ କରିକି ବି 13 ତାରିଖ ଦିନ କରନ୍ତୁ, 14 ତାରିଖ ଦିନ କରନ୍ତୁ, 15 ତାରିଖ ଦିନ, କିନ୍ତୁ ତରବର ହେବେନି। କାହିଁକି ନା ମନେ ରଖନ୍ତୁ, ୱେବସାଇଟ୍ ଆପଣଙ୍କ ରେଡି ହେଇଛି, ଥରେ ସବମିଟ୍ କରିଦେଲେ ତାକୁ ଆଉ ଚେଞ୍ଜ କରିହବନି। ଆପଣଙ୍କର ମନେ ଥିବ ଆଜି ମୁଁ ଟେଲିଗ୍ରାମ ଗ୍ରୁପରେ ଦିନ 11ଟା ବେଳେ ଆପଣଙ୍କ ପାଇଁ ଓଡ଼ିଶା ଟିଚର୍ସ ଲିଷ୍ଟ ଆଉ ସ୍କୁଲ ୱାଇଜ୍ ଲିଙ୍କ୍ ମୁଁ ଆପଣଙ୍କୁ ସେୟାର କରିଥିଲି, ଆପଣ ଦେଖିଥିବେ। ଏ ଲିଙ୍କରେ ଯଦି ଆପଣ କ୍ଲିକ୍ କରିବେ ନା, ଏଥିରେ ଚେକ୍ କରିପାରିବେ। ଏଇଠି ଦେଖନ୍ତୁ, ଏଥିରେ ଆକ୍ଚୁଆଲି ଟିକେ ମିସିଂ ଅଛି। ମିସିଂ ମାନେ ଏଇଆ, ସବୁ ଆପଡେଟ୍ ହେଇନି। ଶିକ୍ଷକମାନଙ୍କର ଟ୍ରାନ୍ସଫର ହେଇଛି, ତା ସହିତ କିଛି ଶିକ୍ଷକ ଆପଣଙ୍କର ବାହାରି ବି ଯାଇଛନ୍ତି ହେଲା। ତ ଏଇଥିରେ ଆପଣ ଚେକ୍ କରିପାରିବେ। ପ୍ରାୟତଃ 90% ଖଣ୍ଡେ ଠିକ୍ ଥିବ, ବାକି କିଛି ଭୁଲ ଅଛି। ଭୁଲ ଅଛି ମାନେ କିଛି ଷ୍ଟାଫ୍ ଏଡ୍ ହେଇଛନ୍ତି, ବାହାରିଛନ୍ତି, ସେଗୁଡ଼ା ଆପଣଙ୍କର ଏଥିରେ ମିସମ୍ୟାଚ୍ ଅଛି ହେଲା। ତ ଆପଣମାନେ ଚେକ୍ କରିପାରିବେ। ଏହା ଓଡ଼ିଶା ଗଭର୍ଣ୍ଣମେଣ୍ଟର ଅଫିସିଆଲ ୱେବସାଇଟ୍ ଗୋଟେ, ଆପଣ ଚେକ୍ କରିପାରିବେ। ତ ଫାଇନାଲି ଆପଣଙ୍କୁ ଦେଖନ୍ତୁ ପୋର୍ଟାଲ ରେଡି ହେଇଯାଇଛି ଆପଣଙ୍କ ପାଇଁ। ଅନଲାଇନ୍ ପୋର୍ଟାଲ ହେଉଛି ଆମର jcportal.odisha.gov.in। ଠିକ୍ ଅଛି, ଏଇଟା ହେଉଛି ଓଡ଼ିଶା ଗଭର୍ଣ୍ଣମେଣ୍ଟର ଅନଲାଇନ୍ କାଉନସେଲିଂ ପୋର୍ଟାଲ। ଠିକ୍ ଅଛି, ରିସେଣ୍ଟଲି ହେଲ୍ଥ ଇଣ୍ଟେଲିଜେନ୍ସ ମାନଙ୍କର ସରିଛି, ତ ଆପଣଙ୍କର ଏଇଟା ଏଇ ଲଗଇନ୍ ଉପରେ କ୍ଲିକ୍ କରିବେ। ଏଇଟା ଜୁନିୟର ଟିଚର ମାନଙ୍କର ଆପଣଙ୍କର ଅଟେ। ଠିକ୍ ଅଛି, ତ ଭ୍ୟୁ ମୋର୍ ଉପରେ କ୍ଲିକ୍ କଲେ ଆପଣ ଦେଖିପାରିବେ ଲେଖା ହେଇଛି ଦିସ୍ ଇଜ୍ ଦ ଡିଷ୍ଟ୍ରିକ୍ଟ ୱାଇଜ୍ କାଉନସେଲିଂ ଅଫ୍ ସିଲେକ୍ଟେଡ୍ କ୍ୟାଣ୍ଡିଡେଟ୍ସ। ଏଇଟା ଆପଣଙ୍କର ଅଟେ। ବିଫୋର୍ ଫିଲିଂ ଇନ୍ ଦ ଅନଲାଇନ୍ କାଉନସେଲିଂ ଆପ୍ଲିକେସନ୍, ଦ କ୍ୟାଣ୍ଡିଡେଟ୍ ମଷ୍ଟ ୟୁଜ୍ ଦ ସେମ୍ ମୋବାଇଲ୍ ନମ୍ବର ଆଣ୍ଡ ଇମେଲ୍ ଆଇଡି। ଆପଣମାନେ ଯେତେବେଳେ କାଉନସେଲିଂ ମାନେ କରିବେ, ମୁଁ ଭିଡ଼ିଓ ବନେଇଦେବି 12 ତାରିଖ ଦିନ ଆପଣଙ୍କ ପାଇଁ। ତ ସେଇ ସମୟରେ ଆପଣଙ୍କୁ ମୋବାଇଲ୍ ନମ୍ବର ଆଉ ଇମେଲ୍ ଆଇଡି ଦରକାର ହେବ। ଆପଣ ଯେତେବେଳେ ଅନଲାଇନ୍ ଫର୍ମ ଆପ୍ଲାଏ କଲେ, ସେଇ ସମୟରେ ଯେଉଁ ମୋବାଇଲ୍ ନମ୍ବର ଆଉ ଇମେଲ୍ ଆଇଡି ଦେଇଥିଲେ ଦରକାର ହେବ ସେଇଟା। ଓଟିପି ଆପଣଙ୍କର ମୋବାଇଲ୍ ନମ୍ବରରେ ବି ଯିବ, ଇମେଲ୍ ଆଇଡିରେ ବି ଯିବ। ଯେଉଁଟା ହେଲେ ବି ଆପଣଙ୍କୁ ଏଣ୍ଟର କରିବା ପାଇଁ ପଡ଼ିବ। ଏକା ଯାଇଥିବ ଓଟିପି। ଫର୍ ଏସେସିଂ ଅନଲାଇନ୍ କାଉନସେଲିଂ ଆପ୍ଲିକେସନ୍, ଆପଣ ଏଇ ୱେବସାଇଟ୍ରେ ଏଇଥିରେ କ୍ଲିକ୍ କରିକି ଆପଣ କରିପାରିବେ। ମୋବାଇଲରେ ବି କରିପାରିବେ, ଲ୍ୟାପଟପ୍ରେ ମଧ୍ୟ ଆପଣ କରିପାରିବେ। ପ୍ଲିଜ୍ ୟୁଜ୍ ୟୋର୍ ରୋଲ୍ ନମ୍ବର ଏଜ୍ ଏ ଲଗଇନ୍ ଆଇଡି। ଏଠି ଯେଉଁ ଲଗଇନ୍ ଆଇଡି ଆପଣଙ୍କର ଦେଖନ୍ତୁ, ଏଠି ଅଛି ନା କି ଲଗଇନ୍ ଆଇଡି, ଏଠି ରୋଲ୍ ନମ୍ବରକୁ ଆପଣ ଦେବେ। ରୋଲ୍ ନମ୍ବର ଦେଲେ ଦେନ୍ କ୍ୟାପଚା କୋଡ୍ ଆପଣଙ୍କର ଦେବେ। ଏବେ ଆପଣ ଦେବେ, ହେଲେ ଏବେ ଓଟିପି ଆସିବନି। କାହିଁକି ନା ଦିନ 12ଟା ବେଳେ 12 ତାରିଖ ଦିନ ଆରମ୍ଭ ହବ। ତେଣୁକରି ଏବେ ଦେଇକି କିଛି ଲାଭ ନାହିଁ, 12 ତାରିଖ ଦିନ ଦେବେ ଆଉ। ଠିକ୍ ଅଛି, ହେଲା। ତ ରୋଲ୍ ନମ୍ବର କୋଉଠି ପାଇବେ? ନିଜର ଆପ୍ଲିକେସନ୍ ଫର୍ମରେ ଅଛି, ଏଡମିଟ୍ କାର୍ଡ଼ରେ ମଧ୍ୟ ଆପଣଙ୍କର ଲେଖା ହେଇଛି। ଠିକ୍ ଅଛି, କ୍ୟାଣ୍ଡିଡେଟ୍ ୱିଲ୍ ଗେଟ୍ ଦ ସ୍କୁଲ ଲିଷ୍ଟ ଏଜ୍ ପର୍ ଦ ଡିଷ୍ଟ୍ରିକ୍ଟ ଏଲୋକେଟେଡ୍। ଆପଣଙ୍କର ଯେଉଁ ଜିଲ୍ଲାରେ ସିଲେକ୍ସନ୍ ହେଇଛି, ସେଇ ଜିଲ୍ଲାର ସବୁ ସ୍କୁଲ ଲିଷ୍ଟ ଆସିଯିବ। ବ୍ଲକ ବଗେରା କିଛି ନାହିଁ। ଆପଣ ଭାବୁଥିବେ ମୁଁ ଆଗ ବ୍ଲକ ଚୁଜ୍ କରିବି ତାପରେ ସ୍କୁଲ ଚୁଜ୍ କରିବି, ସେମିତି ନାହିଁ। ପୁରା ଲିଷ୍ଟ ବାହାରିଥିବ, ପୁରା ମାନେ କୋଉ ବ୍ଲକର ସବୁ ସ୍କୁଲ ଆପଣଙ୍କର ବାହାରି ଯାଇଥିବ। ଆପଣ 1 2 3 ଏମିତିକା ଆପଣଙ୍କର ଦେବେ। ଠିକ୍ ଅଛି, ଆଉ ଭଲସେ ଆପଣମାନେ ଘରେ ଡିସ୍କସନ୍ କରିବେ, କାହିଁକି ନା ଟ୍ରାନ୍ସଫର୍ ହୁଏନି। ତେଣୁକରି ଘରେ ଡିସ୍କସନ୍ କରିକି ଆପଣ ତାକୁ ଆରାମସେ କରିବେ। ନହେଲେ ପ୍ରିଣ୍ଟ ଏଠି କଣ୍ଟ୍ରୋଲ ପି କରିକି ସବୁ ସ୍କୁଲର ନାଁ ଗୁଡ଼ାକୁ ପ୍ରିଣ୍ଟ କରିକି ତାକୁ କପି କରିକି ରଖିଦେବେ। ତାପରେ ଭଲସେ ଆପଣ ଘରେ ଡିସ୍କସନ୍ କରିବେ। 1 2 3 ଏ ଅନୁସାରେ ଆପଣଙ୍କର ଦେବେ। ଦ କ୍ୟାଣ୍ଡିଡେଟ୍ସ ଆର୍ ଆଡଭାଇଜ୍ ଟୁ ଗିଭ୍ ମ୍ୟାକ୍ସିମମ୍ ନମ୍ବର ଅଫ୍ ଚଏସେସ୍ ଫର୍ ଗେଟିଂ ଏଲୋକେଟେଡ୍ ଏଜ୍ ପାର୍ ଦେୟାର ପ୍ରିଫରେନ୍ସ। ସେ କହୁଛନ୍ତି ଆପଣ ମାନେ କମ୍ପଲସରି ନୁହେଁ ଯେ ଆପଣ ସବୁଗୁଡ଼ା ଦେବେ, ମ୍ୟାକ୍ସିମମ୍ ଦିଅନ୍ତୁ। ସେ କହୁଛନ୍ତି 1 2 3 4 କରିକି ମ୍ୟାକ୍ସିମମ୍ ଆପଣ ଦେବେ। ଯଦି କାହିଁକି ନା ଯଦି ଆପଣ ନ ଦେବେ ନା, ଧରାଯାଉ ଆପଣ ଦେଇଥିବା ସ୍କୁଲ ମଧ୍ୟରେ ନ ହେଲା, ଦେନ୍ କ'ଣ ହବ କହିଲେ? କୌଣସି ବି ସ୍କୁଲ ଆପଣଙ୍କର ଅଟୋମେଟିକାଲି ମିଳିଯିବ। ତେଣୁକରି ସେ କହୁଛନ୍ତି ମ୍ୟାକ୍ସିମମ୍ ଯେମିତି ଚଏସ୍ ଆପଣ ଦେବେ। ଯେତିକି ବି ସ୍କୁଲର ନାଁ ଗୁଡ଼ା ଥିବ, ଯେମିତି ସିଟି ପଢ଼ିଲା ବେଳେ ଆପଣ କଲେଜର ନାଁ ଗୁଡ଼ାକୁ 1 2 3 4 କରିଦେଉଥିଲେ, ସେଇଭଳିଆ ଏଇଠି ଆପଣଙ୍କର ସ୍କୁଲର ନାଁ ଗୁଡ଼ାକୁ 1 2 3 4 ଲେଖାଏଁ ଆପଣ ଦେବେ। The application will not be treated as submitted unless and until it is available under finally submitted application। ଆପଣ ଯେପର୍ଯ୍ୟନ୍ତ finally submitted application ନ ଶୋ କରିବ, ସେ ପର୍ଯ୍ୟନ୍ତ ଆପଣଙ୍କର ଏଇଟା କମ୍ପ୍ଲିଟ୍ ହେବ ନାହିଁ।
तापर आपण माने ताको टिके प्रिंट आउट करके रखिथिबे बा पीडीएफ करके आपण रखिथिबे देन आपणकर 22 तारिख दिन बाहरी जीवो को स्कूल रे आपणकर हैला 22 तारिख दिन आपणकर बाहरी जीवो तो एबे आपण माने खाली मोबाइल नंबर ईमेल आईडी आ आपणकर जो एडमिट कार्ड नंबर थिला खाली रोल नंबर थिला ताको खाली रखंतो किछि नै आ स्कूल लिस्ट आपण चेक करिया पई चाहिले ए वेबसाइट रे चेक करि परिबे निज जिल्ला को आपण चूज करिवे निजर को ब्लॉक कहीं से सबू ब्लॉक रो आसी जीवो मयूरभंज जिल्लार सबू ब्लॉक रो आसी जीवो आपण निजर ब्लॉक को चूज कले एलिमेंटरी चूज करेंगे जेहेतु यहाँ प्राइमरी अपर प्राइमरी मिसिक कैप्चा कोड देकी आपण चेक करेंगे चेक कला परे एथिरे आपण कहबे सर आमे केमती जानबू को स्कूल रे वैकेंसी अछि को स्कूल रे नै एथिरे सबू स्कूल रो ना शो करिवो किंतु आपण माने जते बेले काउंसलिंग करिवे ना सबू स्कूल रो ना शो करिवोनी कहीं शो करिवोनी कहीं केवल से स्कूल रो ना शो करिवो जो स्कूल रे जणे जणे टीचर थिबे किंबा शिक्षक नाहांती से स्कूल मानकर वर्तमान पोस्टिंग मिलिबो जो सेकेंड फेज आसीबो आपनकर सेइथिरे अधिक आपनकर आहुरी पिला शिक्षक आपनकर पोस्टिंग पाइबे तेणु करी एथिरे जो स्कूल आपनकर शो करूची एथिरे टोटल शो करिवो किंतु आपनको पोस्टिंग सबु स्कूल रे मिलिबोनी लिमिटेड स्कूल रे मिलिबो जो स्कूल रे शिक्षक नाहांती आ से स्कूल रो ना गुडा आपण 12 तारिख दिन दिन 12टा बेले आपण पाई परिबे तो एबे किछि ओरिएट बार नै वेट करंतु जेमती बाहरी जीवो मु आपनको पई वीडियो बनै देबी आपण माने आराम से गुटे गुटे पीडीएफ करके रखिबे जे एई जिल्ला रे को सब स्कूल गुडा अछि आपण निजर साहित्यिक रखिले अकॉर्डिंगली घरे डिस्कशन करिवे 1 2 3 4 करके आपण कर देबे तापर सबमिट करिवे आ ठीक अछि थैंक यू जय जगन्नाथ धन्यवाद।